ଆଜିର ବଡ଼ ଖବର ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ୍। ରାଜ୍ୟରେ 28 ଲକ୍ଷ ମହିଳାଙ୍କୁ ଆସିବ ସୁଭଦ୍ରା ଟଙ୍କା, ବଡ଼ ଅପଡେଟ୍ ଦେଲେ ଉପମୁଖ୍ୟମନ୍ତ୍ରୀ। ଆସନ୍ତାକାଲି ମିଳିବ ସୁଭଦ୍ରା ଟଙ୍କା, ଯାଜପୁରରୁ ଏହାର ଶୁଭାରମ୍ଭ କରାଯିବ। ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ 18 ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ। ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ ଯେଉଁମାନଙ୍କୁ ଏହି ଟଙ୍କା ମିଳିନି 3 ଓ 4 ତାରିଖରେ ବ୍ୟାଙ୍କ ଯାଇ କେୱାଇସି କ୍ଲିୟର କଲେ ଏହି ଟଙ୍କା ମିଳିବ। ଯଦି ହିତାଧିକାରୀଙ୍କୁ ବ୍ୟାଙ୍କ ଏନପିସିଆଇ କ୍ଲିୟର କରାଯାଇଥିବ ସେମାନଙ୍କୁ ଏହି ପର୍ଯ୍ୟାୟରେ ଟଙ୍କା ମିଳିବ। ତେବେ ଏହି ପର୍ଯ୍ୟାୟରେ ହିତାଧିକାରୀଙ୍କ ସଂଖ୍ୟା 1 କୋଟି ଟପିପାରେ। ତାହାପରେ ରାଜ୍ୟରେ 18 ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନାର ଟଙ୍କା ବଣ୍ଟନ କରାଯିବ। ଏନେଇ ଯାଜପୁରଠାରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ ହେବ। ଏହି ସଂଖ୍ୟା ପୂରଣ ପରେ ରାଜ୍ୟରେ 98 ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ଲାଭ ହେବ। ଏହାସହ ଯେଉଁମାନେ ଏନପିସିଆଇରେ ରହିଯିବେ ସେମାନଙ୍କୁ ମାର୍ଚ୍ଚ 8 ତାରିଖ ସୁଦ୍ଧା ଯୋଡ଼ି ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ତାହାପରେ 3,38,000 ଏନପିସିଆଇ ମଧ୍ୟରୁ 56,000 ଏନପିସିଆଇ କ୍ଲିୟର ହୋଇଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଯେହେତୁ ଗୋଟିଏ ବି ଯୋଗ୍ୟ ହିତାଧିକାରୀ ଯେମିତି ବାଦ ନ ପଡ଼ିବେ ସେନେଇ ମୁଖ୍ୟମନ୍ତ୍ରୀ କହିଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ସମ୍ବଲପୁରରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଶୁଭାରମ୍ଭ ଅବସରରେ ଏହି କଥା କହିଛନ୍ତି। ତାହାପରେ ମାର୍ଚ୍ଚ 8ରେ ଯେଉଁମାନେ ଯୋଡ଼ି ହେବେ ସେମାନେ ପ୍ରଥମ କିସ୍ତି ଓ ଉଭୟ ଦ୍ୱିତୀୟ କିସ୍ତିର ବି ପଇସା ପାଇବେ। ଏହାସହ ସୁଭଦ୍ରା ମହିଳାଙ୍କ ପାଇଁ ବିକାଶର ମୂଳ ପିଣ୍ଡ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୁଭଦ୍ରା ଏକ ଗ୍ଲାସିକ୍ ଯୋଜନା ନୁହେଁ ବରଂ ମହିଳାଙ୍କ ଉଦ୍ୟମୀ ଏଣ୍ଟରପ୍ରିନର୍ସ ହିସାବରେ ସୁଭଦ୍ରା ଗଢ଼ି ତୋଳିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି।